ଆଉ ରୋଷେଇ କରିବାରେ ଅସୁବିଧା ହେଉନି, ଥଣ୍ଡା ଲାଗୁଛି। ଏସି ଲଗାଇ ଦିଆଯାଇଛି ଆମ ରୋଷେଇ ଘରେ। ବାସ୍ ରୋଷେଇ ଚାଲିଛି। ଜୟ ଜଗନ୍ନାଥ। ଦେଖନ୍ତୁ ସାଙ୍ଗମାନେ, ଏଇଟା ଗୋଟେ ଭଣ୍ଡା ତରକାରୀ କରିଛି। ଆଳୁ ବାଇଗଣ ବୁଟ ଡାଲି ପକେଇକି ଗୋଟେ ଭଣ୍ଡା ତରକାରୀ କରିଛି। କ୍ଷୀର ଥୁଆ ହେଇଛି, କ୍ଷୀର ବସିଛି, ହେଇନାହିଁ, ଆହୁରି ବାକି ଅଛି। ମୋ ଡଡ଼ ପାଇଁ କ୍ଷୀର ଏଠି ବାହାର କରିଛି। ବାହାରେ ବହୁତ ଖରା ହେଇଛି। ଆଜି ସବୁ ଢଳେ ପକେଇକି ଆଜି ସଫା। ଆଜି ଆଉ କିଛି ଢଳି ରଖାଯିବନି। ଏଠି ସବୁ ଲାଇଟ୍ ଲାଗିବ ବୋଲି ସବୁ ଢଳି ଆଜି ସଫା। ସବୁ ସରିଗଲା ତ, ସବୁ ଢଳେଇ ସରିଗଲା। ସବୁ ଢଳେଇ ସଫା। ଏମିତି ସବୁ ଗୋଟେ ଗୋଟେ କରାହବ, ଦେଇକି ସବୁ ଲାଇଟ୍ ବସା ହବ। ଏମାନେ ଆଜି ଏକଭୂତିଆ କରିଦେଇଛନ୍ତି, ଜୋରସୋର କାମ ଲାଗିଛନ୍ତି। ଏକଭୂତିଆ। ଆର ଓଳିକି ଆସିବନି, ଏ ଓଳିର ସବୁ ସଫା କରିଦେଇକି ପଳେଇବେ। ପୁରା ଜୋରସୋର କାମ ଚାଲିଛି। ବେ ଏଗୁଡ଼ା ସବୁ ଟୁକୁରା ଟାଇଲ୍ ଲଗେଇଦେବା, ଜାଣିନା, ଜାଣି ଭଲ ଦେଖାଯିବ ନେ। ଏ ସାଇଡ୍ ଗୁଡ଼ାକର ତୁ ତ ଅପରେଟର ଅଛୁ, କରିପାରିବୁ ନା। ପାଣି ଦିଆଯିବ। କିସ ସରବତ ଆମର ତ ଦଉନ, ମୁଁ ଆଉ ଥରେ କରିଦେମି। ମଲା ତା ବୋଲି ପିଇବନି ନା ମଲା। ଏଇଟା କବାଟ ମାରିନି, ମୁଁ ଏଠି ଏଠି ଦେଇଛି, ସେ ନେଇକି କବାଟ ଆଉଜା ହେଇଛି, ଟକ୍ ଟକ୍ କାନେ ଶୁଭିବ। ତାକୁ ଗ୍ଲୁକଣ୍ଡି କରିକି ସେମାନଙ୍କୁ ଦେଇଥିଲି ତ ଖାଇବାକୁ। ଆଉ ତାଙ୍କର ଗ୍ଲୁକଣ୍ଡି ସବୁ ପଡ଼ିଯାଇଛି। ଯଦି ପଡ଼ିଗଲା ଆଉ ଥରେ କହିବ ନା, କରିକି ଦେବି ମୁଁ। ଖରା ହଉଛି, ଗ୍ଲୁକଣ୍ଡି କରତେ କେତେ ସମୟ ଲାଗିବ କି? ଆଉ ରଖୁଛୁ ସାଙ୍ଗମାନେ, ତାଙ୍କୁ ଟିକେ ଗ୍ଲୁକଣ୍ଡି କରିକି ଦିଏ।